କିପରି କିଣିପାରିବେ ଆମେରିକୀୟ କମ୍ପାନୀଗୁଡ଼ିକର ସେୟାର? ଆମେରିକୀୟ ଷ୍ଟକ୍ ବଜାରରେ କିପରି କରିପାରିବେ କାମ? ଆମେରିକୀୟ ଷ୍ଟକ୍ ବଜାରରେ ନିବେଶ କରିବା ପାଇଁ କେଉଁ ସବୁ ଗତିବିଧି ଉପରେ ଧ୍ୟାନ ଦେବାକୁ ପଡ଼ିବ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ। ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ନିବେଶକମାନେ ଆମେରିକୀୟ ଷ୍ଟକ୍ ଆଡ଼କୁ ଅଧିକ ଆକର୍ଷିତ ହୋଇଛନ୍ତି। ଲୋକମାନେ ଡଲାର ମୂଲ୍ୟତ ରିଟର୍ଣ୍ଣ ଏବଂ ଏକ ଦୃଢ଼ ପୋର୍ଟଫୋଲିଓ ଖୋଜିବା ପାଇଁ ଆପଲ୍, ଗୁଗଲ, ଟେସ୍ଲା ଏବଂ ଆମାଜନ ଭଳି କମ୍ପାନୀରେ ସିଧାସଳଖ ନିବେଶ କରିବାକୁ ଚାହୁଁଛନ୍ତି। ତେଣୁ ଆମେରିକୀୟ ଷ୍ଟକ୍ କିଣିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ଆନ୍ତର୍ଜାତିକ ବାଣିଜ୍ୟ ଆକାଉଣ୍ଟ ଖୋଲିବାକୁ ପଡ଼ିବ। ଏହା ଅନେକ ଭାରତୀୟ ବ୍ରୋକରେଜ୍ ପ୍ଲାଟଫର୍ମ ଯେପରିକି ଜିରୋଧା, ଗ୍ରୋ କିମ୍ବା HDFC ସିକ୍ୟୁରିଟି ମାଧ୍ୟମରେ କରାଯାଇପାରିବ। କିଛି ଆପ୍ ସିଧାସଳଖ ଆମେରିକୀୟ ବ୍ରୋକରଙ୍କ ସହିତ ଲିଙ୍କ କରନ୍ତି। ଭାରତୀୟ ନିବେଶକମାନେ RBIର ଉଦାରୀକରଣ ରେମିଟାନ୍ସ ଯୋଜନା ଅଧୀନରେ ବାର୍ଷିକ $2,50,000 ପର୍ଯ୍ୟନ୍ତ ବିଦେଶକୁ ପଠାଇ ପାରିବେ। ଏହି ସୀମା ମଧ୍ୟରେ ଆପଣ ଆମେରିକୀୟ ଷ୍ଟକ୍ରେ ନିବେଶ କରିପାରିବେ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଆଇନଗତ ଓ ନିୟନ୍ତ୍ରିତ। ଆପଣଙ୍କର ବାଣିଜ୍ୟ ଆକାଉଣ୍ଟ ସେଟଅପ୍ ହୋଇଗଲା ପରେ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କରୁ ଡଲାରରେ ପାଣ୍ଠି ସ୍ଥାନାନ୍ତର କରିବାକୁ ପଡ଼ିବ। କିଛି ଦଲାଲ ସ୍ୱୟଂଚାଳିତ ଭାବରେ ଟଙ୍କାକୁ ଡଲାରରେ ପରିବର୍ତ୍ତନ କରନ୍ତି। ପାଣ୍ଠି ଜମା ହେବା ପରେ ଆପଣ ସିଧାସଳଖ ଆମେରିକୀୟ ଷ୍ଟକ୍ ବଜାରରୁ ସେୟାର କିଣିପାରିବେ। ଆମେରିକାର ଷ୍ଟକ୍ରେ ନିବେଶ ଉପରେ କିଛି ଟିକସ ଦେବାକୁ ପଡ଼ିଥାଏ। ଆମେରିକା ସରକାର ଲାଭାଂଶ ଉପରେ 25% ଟିକସ ଆଦାୟ କରନ୍ତି। ଭାରତରେ ସେୟାର ବିକ୍ରୟ ଉପରେ ପୁଞ୍ଜି ଲାଭ ଟିକସ ଗଣନା କରାଯିବା ଆବଶ୍ୟକ। ବ୍ରୋକରେଜ୍ ଏବଂ ମୁଦ୍ରା ପରିବର୍ତ୍ତନ ଚାର୍ଜ ମଧ୍ୟ ଲାଗୁ ହୁଏ। ଆମେରିକୀୟ ଷ୍ଟକ୍ ବଜାରରେ ଆପଣ ଏକ ଷ୍ଟକ୍ର ଆଂଶିକ ମଧ୍ୟ କିଣିପାରିବେ। ଯଦି ଗୋଟିଏ ଆମାଜନ ସେୟାରର ମୂଲ୍ୟ $3,000 ତେବେ ଆପଣ $100 ସେୟାର କିଣିପାରିବେ। ଏହା ନିବେଶକୁ ସହଜ ଓ ସୁଲଭ କରିଥାଏ। ଆମେରିକୀୟ ବଜାରରେ ନିବେଶ କରିବା ପୂର୍ବରୁ କମ୍ପାନୀର ଆର୍ଥିକ ରିପୋର୍ଟ, ବଜାର ଧାରା ଏବଂ ଡଲାର ଗତିବିଧି ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ। ଏହି ନିବେଶକୁ ଏକ ଭଲ ଦୀର୍ଘକାଳୀନ ନିବେଶ ଭାବରେ ବିବେଚନା କରାଯାଏ। ଉପଯୁକ୍ତ ଗବେଷଣା ସହିତ କରାଯାଇଥିବା ନିବେଶ ଯଥେଷ୍ଟ ଲାଭ ଆଣିପାରେ।